हाय फ्रेंड्स ମୁଁ ଆପଣଙ୍କ ପ୍ରଶାନ୍ତ ଆଉ ଗୋଟେ ନୂଆ ଭିଡ଼ିଓରେ ଆସିଯାଇଛୁ। ଆଜି ଆମେ PM କିଷାନର ଲିଷ୍ଟ କେମିତି ଚେକ୍ କରିବା ନିଜ ମୋବାଇଲ ସାହାଯ୍ୟରେ। ଆମେ ଆଜି ନିଜ ମୋବାଇଲ ସାହାଯ୍ୟରେ ଆପଣଙ୍କ ଲିଷ୍ଟ ଚେକ୍ କରିବା। ଆପଣଙ୍କ ନାମ ଅଛି ନା ନାହିଁ। ସର୍ବପ୍ରଥମେ ଆପଣଙ୍କୁ କ'ଣ କରିବାକୁ ପଡ଼ିବ, ଆପଣ ଗୁଗଲ କ୍ରୋମ୍ ଓପନ୍ କରିବାକୁ ପଡ଼ିବ। ତାପରେ ଆପଣଙ୍କୁ ସର୍ଚ୍ଚ କରିବାକୁ ପଡ଼ିବ କି PM କିଷାନ ସର୍ଚ୍ଚ କରିବ। PM କିଷାନ ସର୍ଚ୍ଚ କରିଲା ପରେ ଆପଣଙ୍କୁ ମୁଁ ଏମିତି କଲର୍ କରିକି ଦେଖାଉଛି ଆପଣଙ୍କୁ। ତାପରେ କ୍ଲିକ୍ କରିଲା ପରେ ଆପଣଙ୍କୁ PM କିଷାନ ଡଟ୍ ସମ୍ମାନ ହିନ୍ଦୀ ଲେଖା ହେଉଛି, ତାହା ଉପରେ ଆପଣଙ୍କୁ କ୍ଲିକ୍ କରିବାକୁ ପଡ଼ିବ। ମୁଁ ଆପଣଙ୍କୁ କଲର୍ କରିକି ଦେଖାଉଛି ଆପଣଙ୍କୁ। ତାପରେ କ୍ଲିକ୍ କରିଲା ପରେ ଆପଣଙ୍କୁ ତଳକୁ ସ୍କ୍ରୋଲ୍ କରିବ। ତାପରେ ଆପଣଙ୍କୁ ଗୋଟିଏ ଏଡ଼୍ସ ଚାଲିବ, ଏଡ଼୍କୁ ଆପଣଙ୍କୁ ହଟାଇବାକୁ ପଡ଼ିବ। ତାପରେ ଆପଣଙ୍କୁ ତଳକୁ ସ୍କ୍ରୋଲ୍ କରିଲା ପରେ ଆପଣଙ୍କୁ ଲେଖା ହୋଇଥିବ କି ବେନିଫିଟ୍ ଲିଷ୍ଟ ଲେଖା ହୋଇଛି ନା। ମୁଁ ଆପଣଙ୍କୁ ଚିହ୍ନା କରିକି ଦେଖାଉଛି। ଆପଣ ସେ ବେନିଫିଟ୍ସ ଲିଷ୍ଟଟା ଉପରେ କ୍ଲିକ୍ କରିବାକୁ ପଡ଼ିବ। କ୍ଲିକ୍ କରିଲା ପରେ ଆପଣଙ୍କୁ ନୂଆ ଇଣ୍ଟରଫେସ୍ଟା ଖୋଲିବ। ଆପଣ କ୍ଲିକ୍ କରିଲା ପରେ ଆପଣଙ୍କୁ ମୁଁ ଷ୍ଟେପ୍ ବାଇ ଷ୍ଟେପ୍ କହୁଛି ତାପରେ ଆପଣଙ୍କୁ ଷ୍ଟେଟ୍ ସିଲେକ୍ଟ କରିବାକୁ ପଡ଼ିବ। ଆମେ ଓଡ଼ିଶା ଷ୍ଟେଟ୍ ସିଲେକ୍ଟ କରିବା। ତା ଉପରେ ଆମେ ସିଲେକ୍ଟ ଉପରେ ଆମେ କ୍ଲିକ୍ କରିବା। ସିଲେକ୍ଟ ଉପରେ ତାକୁ ସ୍କ୍ରୋଲ୍ କରିବା। ଦିଲ୍ଲୀ ଅଛି, ଗୋଆ, ଗୁଜୁରାଟ, ହାଇଦ୍ରାବାଦ ସବୁ ଅଛି। ଆମେ ଆପଣଙ୍କୁ ଓଡ଼ିଶା ସିଲେକ୍ଟ କରିକି ଦେଖାଉଛୁ, ଆମେ ତ ଓଡ଼ିଶାର। ତାପରେ ଆପଣଙ୍କୁ ଡିଷ୍ଟ୍ରିକ୍ଟ ସିଲେକ୍ଟ କରିବାକୁ ପଡ଼ିବ। ମୁଁ ଏକ୍ଜାମ୍ପଲ୍ ଲାଗି ଏହିସବୁ କରୁଛି। ମୁଁ ଏକ୍ଜାମ୍ପଲ୍ ଲାଗି ନେଇଯିବି ପୁରୀ ନେଇଯିବି। ଏକ୍ଜାମ୍ପଲ୍ ଲାଗି ପୁରୀ ମୁଁ ଡରଉଛି ତ ତଳେ ଖୋଜୁଛି ଆସୁନି। ପୁରୀ ଆସିଗଲା। ପୁରୀ ଉପରେ ଆମେ କ୍ଲିକ୍ କରିବା। ଚାଲ କ୍ଲିକ୍ କରିଲି। ତାପରେ ଆପଣଙ୍କୁ ସବ୍ ଡିଷ୍ଟ୍ରିକ୍ଟ ବୋଲୁଛି। ତାପରେ ଆପଣଙ୍କୁ ତା ତଳକୁ ସ୍କ୍ରୋଲ୍ କରିବା। ମୁଁ ଏଇଟା ଏକ୍ଜାମ୍ପଲ୍ ଲାଗି କରିବି। ଆପଣଙ୍କ ଡିଷ୍ଟ୍ରିକ୍ଟ ତା ତଳକୁ ମୁଁ ସ୍କ୍ରୋଲ୍ କରିବି। ପିପିଲି ଲେଖା ହେଉଛି, ସେ ପିପିଲି ଉପରେ ମୁଁ କ୍ଲିକ୍ କରିଲି। କ୍ଲିକ୍ କରିଲା ପରେ ଆପଣଙ୍କୁ ଆଉ ଗୋଟେ ନୂଆ ଇଣ୍ଟରଫେସ୍ ଖୋଲିବ। କ'ଣ କି ବ୍ଲକ୍, ଆପଣ କେଉଁ ବ୍ଲକ୍ରେ ରହନ୍ତି ସେଇଟା ବି ମାଗୁଛି। ବ୍ଲକ୍ର ନାମ ଆପଣଙ୍କୁ ଦେଇଦେବାକୁ ପଡ଼ିବ। ତାପରେ ବ୍ଲକ୍ ଦେଇଦେଇଛି ଗୋପ। ତାପରେ ଆପଣଙ୍କୁ କ'ଣ କରିବାକୁ ପଡ଼ିବ କି ମୁଁ ଏକ୍ଜାମ୍ପଲ୍ ଲାଗି ଦେଇଦେଇଛି କି ଥବ ଓଡ଼ିଶା ଦେଇଦେଇଛି 4098 ଦେଇଦେଇଛି। ତାପରେ ଗେଟ୍ ରିପୋର୍ଟ। ତାପରେ ଆପଣଙ୍କ ନାମ ଅଛି ନା ନାହିଁ ତା ଉପରେ ଆପଣ ଚେକ୍ କରିନେବେ ନିଜ ମୋବାଇଲ ସାହାଯ୍ୟରେ। ବହୁତ ଲୋକର ଲିଷ୍ଟ ଅଛି। ଭିଡ଼ିଓଟା ଭଲ ଲାଗିଲା ତାହେଲେ